ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଗତକାଲି ଓଡ଼ିଶା ସରକାରଙ୍କ ତରଫରୁ ଗୋଟେ ମିଟିଂ ବସିଥିଲା, ଯେଉଁଥିରେ ଡିସ୍କସନ୍ କରାଗଲା ଯେ କ'ଣ ସବୁ ଭେକେନ୍ସି ଆପଣଙ୍କର ବର୍ତ୍ତମାନ କେଉଁ ଡିପାର୍ଟମେଣ୍ଟରେ କେତେ ରହିଛି, କେତେ ଆପଣଙ୍କର ଏପ୍ରୁଭ୍ଡ ହେଇଛି ଏବଂ ଆଉ କେତେ ଆପଣଙ୍କର ଏପ୍ରୁଭ୍ଡ ହେବାର ରହିଛି ଏବଂ କିଛି କିଛି ଭେକେନ୍ସି ଗୁଡ଼ାରେ ବହୁତ ଅଯଥାରେ ଆପଣଙ୍କର କମ୍ପ୍ଲିକେଟେഡ് କରାଯାଉଛି, ତା ସମ୍ପର୍କରେ ମଧ୍ୟ ଏଥିରେ ଡିସ୍କସନ୍ କରାଗଲା। ତ ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଯେ କେଉଁ ଭେକେନ୍ସି ସମ୍ପର୍କରେ ଏଥିରେ କୁହାଯାଇଛି। ଦେଖିପାରୁଥିବେ ଗତକାଲିର ଆପଣଙ୍କର ଅଟେ ନୋଟିସ୍ ଆପଣଙ୍କର। ଡିସ୍କସନ୍ କରିବା ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଜଣାଇ ଦେବେ, ଯେଉଁଦ୍ୱାରା କି ଓଡ଼ିଶା ସାରା ସମସ୍ତେ ଜାଣିପାରିବେ ଏବଂ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ ଏବଂ ଡେଡିକେଟେଡ଼ଲି ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନ୍କୁ ଆପଣ ଡାଉନଲୋଡ଼୍ କରିଦେବେ। ଦେଖନ୍ତୁ କ'ଣ ଲେଖା ହେଇଛି। ରାଜ୍ୟରେ ଚାଲୁଥିବା ନିଯୁକ୍ତି ପ୍ରକ୍ରିୟାର ହେବ ସରଳୀକରଣ। ଆଜିର ପ୍ରମେୟ ନ୍ୟୁଜ୍ ପେପରରେ ଆପଣ ଏହାର ଆର୍ଟିକଲ୍ ପାଇଯିବେ। ନିଯୁକ୍ତି ପରୀକ୍ଷା କମାଇବା ପାଇଁ ସମାନ ଯୋଗ୍ୟତା ବିଶିଷ୍ଟ ବିଭିନ୍ନ ପରୀକ୍ଷାକୁ ଏକତ୍ରୀକରଣ କରାଯିବ। ଏଥିରେ ନୂଆ ଜିନିଷ ନାହିଁ, ପ୍ରାୟତଃ କ୍ୱାଲିଫିକେସନ୍ ଅନୁସାରେ ଯେମିତି +2 ଲେଭେଲର ସବୁ ପୋଷ୍ଟ ଗୁଡ଼ା CHSL କରାହେଇଛି, ଗ୍ରାଜୁଏସନ୍ ଲେଭେଲର ସବୁ ପୋଷ୍ଟ ଗୁଡ଼ା CGL କରାହେଇଛି, ଏଇଭଳିଆ ସବୁ ଜିନିଷ ଗୁଡ଼ାକୁ କମ୍ବାଇନ୍ କରିଦିଆଯିବ। ଦେଖନ୍ତୁ ଲେଖା ହେଇଛି, ସାମ୍ପ୍ରତିକ ପରିସ୍ଥିତିରେ ନିଯୁକ୍ତି ନିୟମରେ ବହୁ ଅନାବଶ୍ୟକୀୟ ବ୍ୟବସ୍ଥା ରହିଛି। ଉଦାହରଣ ସ୍ୱରୂପ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷାର୍ଥୀମାନେ ସାଇକେଲ ଚାଳନା କରିବାର ନିୟମ ରହିଛି। ସାଇକେଲ ଚଲାଇବା ପାଇଁ ପଡ଼େ ନା, ବିନା ଦ୍ୱିଧାରେ ସମ୍ପ୍ରତି ଏହାକୁ ଅନାବଶ୍ୟକ କୁହାଯାଇପାରିବ। ସାଇକେଲ କ'ଣ ଦରକାର, ଆଜିକାଲି ସମସ୍ତେ ସାଇକେଲ ଜାଣିଛନ୍ତି, ସମସ୍ତେ ସ୍କୁଟିରେ ଯାଉଛନ୍ତି, ବାଇକ୍ରେ ଟେଷ୍ଟ ରହିଛି। ତେଣୁକରି ଏହା କ'ଣ କରୁଛନ୍ତି ନା ନିଯୁକ୍ତିକୁ ଡିଲେ କରୁଛି। ତ ଏଇ ଜିନିଷ ଗୁଡ଼ାକୁ କେମିତି ହଟାଯାଇପାରିବ, ତେଣୁକରି ତା ସମ୍ପର୍କ ଡିସ୍କସନ୍ କରାଯାଇଛି। ଏହା ବାଦ ରାଜ୍ୟରେ 1,34,067ଟି ବେସ୍ ଲେବୁଲ୍ ପଦବୀ ଖାଲି ରହିଛି। 1,34,067ଟି ଆପଣଙ୍କର ପଦବୀ ଖାଲି ଅଛି। ସେଇ ଭିତରୁ 93,524ଟି ପଦବୀ ନିଯୁକ୍ତି କମିଟି ଅନୁମୋଦନ କରିଛି, ଅଲରେଡ଼ି ଏପ୍ରୁଭ୍ ହେଇଛି। ଆଉ 80,173ଟି ପଦବୀରେ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ପରୀକ୍ଷା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଆହୁରି 80,000 ପାଇଁ ଆପଣଙ୍କର ମାନେ ଭେକେନ୍ସି ଆପଣଙ୍କର ବାହାରିବ, ଯେଉଁଥିରେ କି ଆପଣଙ୍କର ପରୀକ୍ଷା ହେବ। ସମସ୍ତ କ୍ୟାଡର ରୁଲ୍ ନିଯୁକ୍ତି ନିୟମ ସମ୍ପର୍କରେ ଆସନ୍ତା 7 ଦିନ ମଧ୍ୟରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତ ଆଗାମୀ ଦିନରେ ଆପଣ ଦେଖିବେ ସେମ୍ ନୋଟିସ୍ ଦେଖନ୍ତୁ, ଆଗାମୀ ଦିନରେ ଆପଣ ଦେଖିବେ ବହୁତ ସାରା ଆପଣଙ୍କର ଚେଞ୍ଜେସ୍ ଆସିବ। ଚେଞ୍ଜେସ୍ କହିଲେ କ'ଣ ନା, କେମିତି ରିକ୍ରୁଟମେଣ୍ଟ ଆପଣଙ୍କର ହେବ ତା'ର ପ୍ରୋସେସ୍ ଚେଞ୍ଜ ହେବ। ଯେମିତି OSSC ସମ୍ପର୍କରେ କ୍ଲିୟରଲି ମେନସନ୍ କରାହେଇଛି ଯେ ଏତେ କିଛି ଟଫ୍ ହେବନି, ସିମ୍ପଲ୍ ଗୋଟେ ପରୀକ୍ଷା ଦେଲେ ସ୍କିଲ୍ ଟେଷ୍ଟ ହେଲା, ଚାକିରି ପାଇଗଲେ। ଏଇ ଯେଉଁ ଆପଣଙ୍କର ସାଇକେଲ ଚାଲିବା ବଗେରା ବଗେରା ଏଗୁଡ଼ା ଆପଣଙ୍କର ହଟେଇ ଦିଆଯିବ। ଠିକ୍ ଅଛି, ଦେଖନ୍ତୁ ଲେଖା ହେଇଛି, ଇନ୍ ଇନଭାଇଟିଂ ରେଫର୍ସ ଟୁ ଦ ଲେଟର ଅନ୍ ଦ ସବଜେକ୍ଟ ସାଇଟେଡ୍ above, I would like to draw your attention to the fact that out of 1,34,067 vacant base level posts, empowered committee has approved 80 posts and requisition have been sent of 80,173 posts। तो आगामी दिन में 80,173टी पोस्टर आपण मैंने नोटिफिकेशन आपणकर देखिपारे। ठीक अच्छे है। फर्दर डेस्पाइट द डिसीजन ऑफ क्लबिंग डिफरेंट पोस्ट और सर्विसेज एंड कंडक्टिंग कॉमन रिक्रुटमेंट एग्जामिनेशन बाय ग्रुपिंग टुगेदर पोस्ट विथ सिमिलर क्वालिफिकेशन सब गुड़ा को कंबाइन करके प्राय आपणकर परीक्षा कर दिया जिवो। तो ये आपण मैंने वीडियो को पॉज करके देखंतु कौथिरे आपणकर केतोटी वैकेंसी रही, केते एप्रूवाल होईची, केते बाकी अच्छी आपणकर केते बाकी अच्छी देखंतु हला, केते एप्रूवाल अच्छी केते बाकी अच्छी एगोटे देखंतु हला। आपण मैंने देखंतु निजे निजे वीडियो को पॉज करके आपण मैंने देखिदेवे है। वीडियो को पॉज कर देखंतु कौ डिपार्टमेंट रे केते। मु आपनको एजुकेशन डिपार्टमेंट रे भी देखैबी, एजुकेशन डिपार्टमेंट मध्य एडा होची हायर एजुकेशन। मु आपनको स्कूल एंड मास एजुकेशन मध्य आपणकर देखैबी। देखंतु हला 57,433टी वैकेंसी रही, से भितर 40,695 एप्रूव होती, जोटा आपण मैंने जो कहना कि जूनियर टीचर आपणकर दुईटा फेज्र 20 आपणकर 40 ता एप्रूव होती। तापर आपणकर एटा होची बैलेंस, एटा आपणकर एप्रूवाल बाकी अच्छी, तापर आपणकर आसीबो आउ। ठीक अच्छे, आपण मैंने वीडियो को
ପଜ୍ କରିକି ଦେଖିଦେବେ ହେଲା। ତ ଆଗାମୀ ଦିନରେ ବହୁତ ସାରା ଭେକେନ୍ସି ଆସିବ, ବଟ୍ ନୂଆ ନୂଆ ଗଭର୍ଣ୍ଣମେଣ୍ଟ ହେଇଛି ନା, ନୂଆ ନୂଆ ମାସେ ବି ଗଭର୍ଣ୍ଣମେଣ୍ଟ ଆପଣଙ୍କର ହେଇନି। ଟାଇମ୍ ଟିକେ ସମସ୍ତଙ୍କୁ ଲାଗେ, ନୂଆ ନୂଆ ଜିନିଷ ହେଲେ ଟିକେ ଟାଇମ୍ ସମସ୍ତଙ୍କୁ ଲାଗିଥାଏ। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।